ଶିବ ଓ ବିଷ୍ଣୁ ଏମାନଙ୍କ ମଧ୍ୟରେ କିଏ ବଡ଼ ଓ ଶକ୍ତିଶାଳୀ? ଭଗବାନ ବିଷ୍ଣୁ ଏବଂ ମହାଦେବ ଶିବ ଏ ଦୁଇ ଜଣ ହେଉଛନ୍ତି ପରମାତ୍ମାଙ୍କର ସ୍ୱରୂପ। ସନାତନ ଧର୍ମରେ ସବୁଠାରୁ ଶକ୍ତିଶାଳୀ ଦେବତା। ଭଗବାନ ବିଷ୍ଣୁଙ୍କୁ ହରି ଏବଂ ମହାଦେବ ଶିବଙ୍କୁ ହର କୁହାଯାଏ। ଜଣେ ଯୋଗେଶ୍ୱର ହେଲେ ଆଉ ଜଣେ ଯୋଗୀନାଥ। ଜଣେ ପାଳନକର୍ତ୍ତା ହେଲେ ଆଉ ଜଣେ ସଂହାରକର୍ତ୍ତା। ତେବେ ଏ ଦୁଇ ଜଣଙ୍କ ମଧ୍ୟରୁ କିଏ ସବୁଠାରୁ ବଡ଼? କାହାର ଶକ୍ତି ଅଧିକା? ଆସନ୍ତୁ କେତେଗୁଡ଼ିଏ ପ୍ରମାଣ ସହ ଜାଣିବା। ରାବଣ ସହିତ ଯୁଦ୍ଧ ପୂର୍ବରୁ ଯେତେବେଳେ ଭଗବାନ ଶ୍ରୀରାମ ରାମେଶ୍ୱର ଶିବଲିଙ୍ଗର ସ୍ଥାପନା ଓ ପୂଜାର୍ଚ୍ଚନା କରିଥିଲେ, ସେହି ସମୟରେ ହନୁମାନ ଶ୍ରୀରାମଙ୍କୁ ରାମେଶ୍ୱର ନାମର ଯଥାର୍ଥତା ବ୍ୟାଖ୍ୟା ନ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀରାମଚନ୍ଦ୍ର କହିଥିଲେ, ରାମସ୍ୟ ଈଶ୍ୱର ଯଃ ସହ ରାମେଶ୍ୱର, ଅର୍ଥାତ୍ ଯିଏ ରାମଙ୍କର ଈଶ୍ୱର ସେ ହେଉଛନ୍ତି ରାମେଶ୍ୱର ଶିବ। ସେହି ସମୟରେ ମହାଦେବ ଶିବ ଏବଂ ମାତା ପାର୍ବତୀ ଏହିସବୁ ଦେଖୁଥିଲେ। ଶିବ ପାର୍ବତୀଙ୍କୁ କହିଲେ, ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାମେଶ୍ୱର ଶିବଙ୍କର ଭୁଲ ବ୍ୟାଖ୍ୟାନ କରିଛନ୍ତି। ପାର୍ବତୀ ତାଙ୍କୁ ପ୍ରଶ୍ନ କଲେ, ପ୍ରଭୁ ତାହେଲେ ଠିକ୍ ବ୍ୟାଖ୍ୟାନ କ'ଣ? ମହାଦେବ ଶିବ କହିଥିଲେ, ରାମଃ ଈଶ୍ୱରୋ ଯସ୍ୟ ସହ ରାମେଶ୍ୱର, ଅର୍ଥାତ୍ ରାମ ଯେ କି ବିଷ୍ଣୁଙ୍କର ଅବତାର, ସିଏ ଯାହାଙ୍କର ଈଶ୍ୱର ଅର୍ଥାତ୍ ଶିବ ନିଜେ, ସିଏ ହେଉଛନ୍ତି ରାମେଶ୍ୱର। ଏହି ସମ୍ଭାଷଣରୁ ଜଣାପଡ଼ୁଛି ଯେ ଭଗବାନ ଶିବ ଏବଂ ବିଷ୍ଣୁ ଦୁହେଁ ଦୁହିଁଙ୍କ ପ୍ରତି ସମର୍ପିତ ଏବଂ ଦୁହିଁଙ୍କ ପ୍ରତି ସମ୍ପୂର୍ଣ୍ଣ ଭକ୍ତି ଭାବନା ରଖିଥାନ୍ତି। ଦୁହେଁ ଦୁହିଁଙ୍କୁ ପରସ୍ପରର ଈଶ୍ୱର ବୋଲି ମାନନ୍ତି ଏବଂ ପରସ୍ପରକୁ ଧ୍ୟାନ କରନ୍ତି। ଆଉ ଗୋଟିଏ ଘଟଣା ବିଷୟରେ ଆଲୋଚନା କରିବା। ସାଗର ମନ୍ଥନ ସମୟ, ଯେତେବେଳେ ଭଗବାନ ଶିବ ବିଷପାନ କରିଥିଲେ ଏବଂ ଭଗବାନ ବିଷ୍ଣୁ ଅମୃତ ବାଣ୍ଟିଥିଲେ। ସାଗର ମନ୍ଥନ ବେଳେ ଯେଉଁ ହଳାହଳ ବିଷ ସାଗର ଗର୍ଭରୁ ବାହାରିଥିଲା, ତାକୁ ପ୍ରଥମେ ସହ୍ୟ କରିଥିଲେ ଭଗବାନ ବିଷ୍ଣୁଙ୍କର କଚ୍ଛପ ଅବତାର। ତାଙ୍କ ଭିତରେ ସେ ହଳାହଳ ବିଷକୁ ସମ୍ପୂର୍ଣ୍ଣ ରୂପେ ପାନ କରିବାର ଶକ୍ତି ସାମର୍ଥ୍ୟ ଥିଲା। କିନ୍ତୁ ତାଙ୍କର ଅନ୍ୟ ଏକ ରୂପ ମହାଦେବ ଶିବ ଏହାକୁ ପାନ କରିଥିଲେ। ଘଟଣାକୁ ଏଇଭଳି ଭାବରେ ବୁଝିବାକୁ ପଡ଼ିବ। ଧରି ନିଅନ୍ତୁ ଆପଣଙ୍କୁ ଗୋଟିଏ ଶକ୍ତି ମିଳିଲା ନିଜର ଗୋଟିଏ ଡୁପ୍ଲିକେଟ୍ ବା କ୍ଲୋନ୍ ବା ପ୍ରତିରୂପ ତିଆରି କରିବା ପାଇଁ। ଏହା ଆପଣଙ୍କୁ ନିଶ୍ଚିନ୍ତ ଭାବରେ ବହୁତ କ୍ଷେତ୍ରରେ ସାହାଯ୍ୟ କରିବ। ଆପଣ ଆପଣଙ୍କ ସମ ମସ୍ତିଷ୍କ ବା ସମ ଚିନ୍ତାଧାରା ଥିବା ଆପଣଙ୍କ ଦେହରୁ ସୃଷ୍ଟି ହୋଇଥିବା ଗୋଟିଏ ପ୍ରତିରୂପ ପାଇଗଲେ। ଗୋଟିଏ କାମ ଆପଣ କଲାବେଳେ ସେହି ସମୟରେ ଆଉ ଗୋଟିଏ କାମ ଆପଣଙ୍କ ପ୍ରତିରୂପ କରିପାରିବ। ଭଗବାନ ବିଷ୍ଣୁ ଏବଂ ଶିବ ହେଉଛନ୍ତି ପରସ୍ପରର ପ୍ରତିରୂପ। ଦୁଇ ଜଣ ଯାକ ସମାନ, ଗୋଟିଏ ଶକ୍ତିର ଅଂଶ, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଗୋଟିଏ କାର୍ଯ୍ୟ ଜଣେ କଲାବେଳେ ଆଉ ଗୋଟିଏ କାର୍ଯ୍ୟ ଆଉ ଜଣେ କରୁଥିବାର ପରିଲକ୍ଷିତ ହୁଏ। ଭକ୍ତମାନେ ପରସ୍ପର ଭିତରେ ଏହି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଶିବ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଶିବଙ୍କ ଠାରୁ ସୃଷ୍ଟି ହୋଇଛନ୍ତି, କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁଙ୍କ ଠାରୁ ସୃଷ୍ଟି ହୋଇଛନ୍ତି। ଭକ୍ତ ମନରେ ଏହି ପ୍ରଶ୍ନ ସବୁବେଳେ ଥାଏ, କିନ୍ତୁ ଜାଣି ରଖିବା ଉଚିତ ଯେ ଦୁହେଁ ପରସ୍ପର ସହିତ ଏଇଭଳି କ୍ରୀଡ଼ା ବା ଏଇଭଳି ଲୀଳାରେ ପରିବ୍ୟାପ୍ତ ଥାଆନ୍ତି, ଯାହା ଭକ୍ତମାନଙ୍କ ଆଖିରେ ଧୂଳି ଦେଇଥାଏ ଏବଂ ଦୁଇ ଜଣଙ୍କୁ ଅଲଗା ବୋଲି ସେମାନେ ଭାବିଥାନ୍ତି। ଗୋଟିଏ ରୂପ ଅମୃତ ବାଣ୍ଟୁଥିଲା ବେଳେ ଏବଂ ଦେବତା ଅସୁରଙ୍କ ଭିତରେ ପ୍ରଭେଦ ଦେଖୁଥିଲା ବେଳେ ଆଉ ଗୋଟିଏ ରୂପ ଅସୁରମାନଙ୍କ ଆଖିରେ ଧୂଳି ଦେଇ ବିଷପାନ କରିଥାଏ ଏବଂ ଦର୍ଶାଇଥାଏ ଯେ ସଂସାରର ସମସ୍ତ ପାପ ଶକ୍ତିକୁ ମୁଁ ନିଜ ଭିତରେ ଗ୍ରହଣ କରିନେଉଛି, ସଂସାରକୁ ଅମୃତମୟ କରୁଛି। ଏହି ମାୟାକୁ ବୁଝିବା ଭକ୍ତମାନଙ୍କ ପକ୍ଷରେ ସମ୍ଭବ ହୋଇନଥାଏ।
ଦୁହିଁଙ୍କର ଶକ୍ତିର ଏକ ପ୍ରମାଣ ଯେତେବେଳେ ହିରଣ୍ୟକଶ୍ୟପକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନିଜର କ୍ରୋଧର ସର୍ବୋତ୍ତମ ଅବସ୍ଥା ନରସିଂହ ରୂପ ଧାରଣ କରିଥିଲେ ଏବଂ ହିରଣ୍ୟକଶ୍ୟପକୁ ବଧ କଲା ପରେ ମଧ୍ୟ ତାଙ୍କର ସେହି ରୂପକୁ ସେ ସହଜରେ ତ୍ୟାଗ କରିପାରି ନଥିଲେ। ତାଙ୍କ ଭିତରେ ଅନ୍ତର ଶାନ୍ତି ଫେରିପାଇ ନଥିଲା। ସେହି ସମୟରେ ତାଙ୍କର ଏହି ଅବସ୍ଥାକୁ ଶାନ୍ତ କରିବା ପାଇଁ ଭଗବାନ ଶିବ ଏକ ଭୟଙ୍କର ରୂପ ଶରଭ ଅବତାର ଧାରଣ କରିଥିଲେ ଏବଂ ବିଷ୍ଣୁଙ୍କ ସହିତ ଅନେକ ବର୍ଷ ଯୁଦ୍ଧ କରିଥିଲେ। ଦୁହିଁଙ୍କ ମଧ୍ୟରୁ କେହି ହେଲେ ଏହି ଯୁଦ୍ଧରେ ଜିତିପାରି ନଥିଲେ। ଏହା ଦର୍ଶାଉଛି ଯେ ଦୁହିଁଙ୍କର ଶକ୍ତି ସମାନ। ସେ ଦୁହିଁଙ୍କୁ ଶାନ୍ତ କରିବା ପାଇଁ ମହାଦେବୀ ପ୍ରତ୍ୟଙ୍ଗିରା ନିକୁମ୍ଭଲା ରୂପ ନେଇ ଆସିଥିଲେ। ତାଙ୍କର ଗର୍ଜନରେ ଦୁଇ ଜଣ ଯାକ ଅନୁଭବ କରିପାରିଥିଲେ ଯେ ସେହି ପରମ ଶକ୍ତି ସ୍ୱରୂପିଣୀଙ୍କ ଆଗରେ ସେମାନେ ଦୁଇ ଜଣ ତୁଚ୍ଛ ଏବଂ ପରସ୍ପର ନିଜର ପାରମ୍ପରିକ ରୂପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବାଣାସୁର ସହିତ ଯୁଦ୍ଧ ସମୟରେ ଯେତେବେଳେ ନାରଦ ଏବଂ ମହାଦେବ ଭଗବାନ ଶ୍ରୀକୃଷ୍ଣ ଯିଏକି ବିଷ୍ଣୁଙ୍କ ଅବତାର ତାଙ୍କୁ ଅନୁରୋଧ କରିଥିଲେ, ସେତେବେଳେ ବାଣାସୁରର ବିନତି କ୍ରମେ ସେ ନିଜ ଭିତରେ ଥିବା ଶିବତ୍ୱଙ୍କୁ ପ୍ରଦର୍ଶନ କରିଥିଲେ। ଏହା ହେଉଛି ଆଉ ଏକ ପ୍ରମାଣ। ଏଥିରୁ ଜାଣି ହେଉଛି ସ୍ପଷ୍ଟ ଯେ ଶିବ ଏବଂ ବିଷ୍ଣୁ ବା ହର ଏବଂ ହରି ଦୁହେଁ ଗୋଟିଏ ଆତ୍ମା କିନ୍ତୁ ଅଲଗା ଶରୀର। ଶିବ ଏବଂ ବିଷ୍ଣୁ ଦୁହେଁ ଦୁହିଁଙ୍କୁ ହୃଦୟର ସହିତ ପୂଜା କରିଥାନ୍ତି ଏବଂ ପରସ୍ପରର ଆତ୍ମାରେ ବାସ କରନ୍ତି, ପରସ୍ପରକୁ ଧ୍ୟାନ କରିଥାନ୍ତି। ଦୁଇ ଜଣ ଯାକ ସର୍ପ ଶକ୍ତି ସହିତ ଜଡ଼ିତ। ଜଣେ ସର୍ପଙ୍କୁ ନିଜ ମସ୍ତକରେ ଧାରଣ କରିଥିବା ବେଳେ ଆଉ ଜଣଙ୍କ ମସ୍ତକରେ ଶେଷନାଗ ନିଜର ଫଣା ଟେକି ରହିଥାନ୍ତି। ତେଣୁ ଦୁଇ ଜଣ ଯାକଙ୍କର କୁଣ୍ଡଳିନୀ ଶକ୍ତି ସମ ପରିମାଣରେ ଜାଗୃତ ବୋଲି ଏଥିରୁ ପ୍ରମାଣ ମିଳେ। ଦୁହିଁଙ୍କ ଭିତରେ ଶକ୍ତିର ଆଉ ଏକ ତୁଳନା। ଦୁଇ ଜଣଙ୍କର ଆୟୁଧକୁ ପରିଲକ୍ଷ୍ୟ କରନ୍ତୁ। ଶିବଙ୍କର ଆୟୁଧ ବା ଅସ୍ତ୍ର ହେଉଛି ତ୍ରିଶୂଳ ଏବଂ ବିଷ୍ଣୁଙ୍କର ଅସ୍ତ୍ର ହେଉଛି ସୁଦର୍ଶନ। ତ୍ରିଶୂଳ ଅର୍ଥାତ୍ ଇଡ଼ା, ପିଙ୍ଗଳା ଏବଂ ସୁଷୁମ୍ନା ନାଡ଼ି। ସେହିଭଳି ଚକ୍ର। ଆମ ଶରୀରରେ 7ଟି ଚକ୍ର ଅଛି। ଚକ୍ର ବିନା ଏବଂ ନାଡ଼ି ବିନା କୁଣ୍ଡଳିନୀ ଜାଗରଣ ସମ୍ଭବ ନୁହେଁ। ଦୁହେଁ ପରସ୍ପର ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ଚକ୍ର ବିନା ନାଡ଼ି ସାଧନା କରିହେବ ନାହିଁ କି ନାଡ଼ି ସାଧନା ବିନା ଚକ୍ର ଜାଗରଣ କରିହେବ ନାହିଁ। ଜଣେ ନିଜ ମସ୍ତକରେ ପତିତପାବିନୀ ଗଙ୍ଗାଙ୍କୁ ଧାରଣ କରୁଥିବା ବେଳେ ଆଉ ଜଣେ ନିଜର ନଖ କୋଣରେ ସେହି ଗଙ୍ଗାଙ୍କୁ ଧାରଣ କରିଥାନ୍ତି। ତେଣୁ ଦୁହିଁଙ୍କ ମଧ୍ୟରେ ତୁଳନା ସର୍ବଦା ବର୍ଜନୀୟ। ତେଣୁ ଦର୍ଶକ ବନ୍ଧୁ, ଏତେଗୁଡ଼ିଏ ପ୍ରମାଣରୁ ଏହା ସୁସ୍ପଷ୍ଟ ହୁଏ ଯେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବ ଦୁହେଁ ଗୋଟିଏ ଆତ୍ମା, ପରମାତ୍ମା, କିନ୍ତୁ ସେମାନଙ୍କର ପ୍ରଦର୍ଶନ ଏବଂ ସେମାନଙ୍କର କାର୍ଯ୍ୟକଳାପର ପରିଧି ଅଲଗା ହୋଇପାରେ। ଯେତେବେଳେ ଭଗବାନ ବିଷ୍ଣୁ ଅବତାର ଗ୍ରହଣ କରିଛନ୍ତି, ସେହି ସମୟରେ ତାଙ୍କର ସହାୟତା ପାଇଁ ଭଗବାନ ଶିବ ମଧ୍ୟ ରୁଦ୍ରାବତାର ପ୍ରକଟ କରିଛନ୍ତି। ଯେତେବେଳେ ବିଷ୍ଣୁ କୌଣସି ମାୟାରେ ପଡ଼ିଥାନ୍ତି ବା କୌଣସି କାର୍ଯ୍ୟରେ ଫସି ଯାଇଛନ୍ତି, ସେତେବେଳେ ଭଗବାନ ଶିବ ତାଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଭଗବାନ ଶିବ ଯେତେବେଳେ କୌଣସି ଦିଗରେ ଫସି ଯାଇଛନ୍ତି, ସେତେବେଳେ ଭଗବାନ ବିଷ୍ଣୁ ତାଙ୍କୁ ସାହାଯ୍ୟ କରିଛନ୍ତି। ଯେତେବେଳେ ଭସ୍ମାସୁର ଶିବଙ୍କ ପଛରେ ପଡ଼ିଥିଲା ତାଙ୍କୁ ଭସ୍ମ କରିବା ପାଇଁ, ସେହି ସମୟରେ ମୋହିନୀ ରୂପ ଗ୍ରହଣ କରି ଭଗବାନ ବିଷ୍ଣୁ ତାଙ୍କୁ ରକ୍ଷା କରିଥିଲେ। ଠିକ୍ ସେହିଭଳି ଯେତେବେଳେ ରାସଲୀଳା ଚାଲିଥିଲା, ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରାସଲୀଳାରେ ମାତିଥିଲେ, ସେହି ସମୟରେ ଭଗବାନ ଶିବ ଏକ ନାରୀ ରୂପ ଧାରଣ କରି ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ରାସଲୀଳା ଦେଖିବା ପାଇଁ ଯାଇଥିଲେ। ତେଣୁ ଦୁହେଁ ପରସ୍ପର ସହିତ ଏତେ ନିବିଡ଼ ଭାବରେ ଜଡ଼ିତ ଯେ ସାଧାରଣ ଭକ୍ତର ଆଖିକୁ କେବେ ବି ଜଣାପଡ଼େ ନାହିଁ ଯେ ଦୁଇ ଜଣ ଯାକ ଅଲଗା କି ଏକା।